ଆରେ ଆରେ ଏ କଣ? ମା ତାରିଣୀ ଜଙ୍ଗଲ ମଧ୍ୟରେ ପଥର ପାଲଟି ଗଲେ। ବହୁ ବର୍ଷ ପୂର୍ବେ କେନ୍ଦୁଝରଗଡର ରାଜା ଗୋବିନ୍ଦ ଭଞ୍ଜ ଥିଲେ ମା ତାରିଣୀଙ୍କର ପରମ ଭକ୍ତ। ରାଜା ଗୋବିନ୍ଦ ଭଞ୍ଜ ମା ତାରିଣୀଙ୍କୁ କେନ୍ଦୁଝର ଆଣିବା ପାଇଁ ଚାହୁଁଥିଲେ। ସେଥିପାଇଁ ସେ ପୁରୀର ରାଜା ପୁରୁଷୋତ୍ତମ ଦେବଙ୍କୁ ନିବେଦନ କରି କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କୁ କେନ୍ଦୁଝରଗଡ ନବା ପାଇଁ ଅନୁମତି ମାଗିଲେ। ଏବଂ ସେହି ଦିନ ରାତିରେ ମା ତାରିଣୀ ପୁରୁଷୋତ୍ତମ ଦେବଙ୍କ ସ୍ୱପ୍ନରେ ଆସି କହିଲେ, ଗୋବିନ୍ଦ ଭଞ୍ଜ ହେଉଛନ୍ତି ମୋର ପରମ ଭକ୍ତ, ମତେ କେନ୍ଦୁଝର ନବା ପାଇଁ ତାଙ୍କୁ ଅନୁମତି ଦିଅ। ରାଜା ଗୋବିନ୍ଦ ଭଞ୍ଜ ପୁରୁଷୋତ୍ତମ ଦେବଙ୍କ ଠାରୁ ଅନୁମତି ପାଇ ମା ତାରିଣୀଙ୍କୁ କେମିତି କେନ୍ଦୁଝର ନେବେ ଚିନ୍ତା କରି ଆଦେଶ ପାଇ ପୂଜା ଅର୍ଚ୍ଚନା ଆରମ୍ଭ କରିଲେ। ଏହି ସମୟରେ ମା ଶୂନ୍ୟବାଣୀ ଦେଇ କହିଲେ, ରାଜା ତୁମେ ଘୋଡାରେ ବସି ଆଗେ ଆଗେ ଯିବ, ମୁଁ ତୁମ ପଛେ ପଛେ ଯିବି। ମୋ ପାଉଁଜିର ଶବ୍ଦ ଶୁଣି ତୁମେ ଜାଣିପାରିବ ମୁଁ ତୁମ ପଛରେ ଆସୁଛି। କିନ୍ତୁ ସର୍ତ୍ତ, ତୁମେ ଯଦି ପଛକୁ ବୁଲି ମତେ ଦେଖିବାକୁ ଚେଷ୍ଟା କରିବ, ମୁଁ ସେହିଠାରେ ପଥର ପାଲଟି ଯିବି। ଏହା ଶୁଣି ରାଜା ଗୋବିନ୍ଦ ଭଞ୍ଜ ମାଙ୍କ ଆଦେଶ ଅନୁସାରେ ଘୋଡାରେ ବସି ଆଗେ ଆଗେ ଚାଲିଲେ ଏବଂ ପଛରେ ମାଙ୍କର ପାଉଁଜି ଶବ୍ଦ ମଧ୍ୟ ଶୁଣି ପାରୁଥିଲେ। ଏମିତି ଚାଲୁ ଚାଲୁ କେନ୍ଦୁଝର ସୀମା ଭିତରେ ବିରାଟ ଶାଳବଣ ପଡିଲା। ସେଠାରେ ମା ରାଜାଙ୍କୁ ପରୀକ୍ଷା କରିବା ପାଇଁ ଜାଣି ଜାଣି ଅଟକି ଗଲେ। ମାଙ୍କର ପାଉଁଜି ଶବ୍ଦ ନ ଶୁଣି ପାରିବାରୁ ରାଜା ଅଧୈର୍ଯ୍ୟ ହୋଇ ପଛକୁ ବୁଲି ଚାହିଁଦେଲେ। ମାଙ୍କ ସର୍ତ୍ତ ଅନୁସାରେ ମା ସେହି ଶାଳବଣ ଭିତରେ ପଥର ପାଲଟି ଗଲେ ଏବଂ ସେହିଠାରେ ହିଁ ମା ତାରିଣୀ ରୂପରେ ପୂଜା